ବହୁ ସଂସ୍କୃତିବାଦ। ବହୁ ସଂସ୍କୃତିବାଦର ଅର୍ଥ ଓ ଗୁରୁତ୍ୱ। ଗୋଟିଏ ରାଷ୍ଟ୍ର ମଧ୍ୟରେ ବିବିଧ ସାଂସ୍କୃତିକ ପରମ୍ପରାର ସ୍ଥିତିକୁ ବହୁ ସଂସ୍କୃତିବାଦ କୁହାଯାଏ। ରାଷ୍ଟ୍ରରେ ରହିଥିବା ପ୍ରାଥମିକ, ପ୍ରାକୃତିକ ତଥା ମୌଳିକ ସାଂସ୍କୃତିକ ସମ୍ପ୍ରଦାୟ ବା ଗୋଷ୍ଠୀ ସହ ବୈଦେଶିକ ସାଂସ୍କୃତିକ ଗୋଷ୍ଠୀର ସହାବସ୍ଥାନରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥାଏ। ବିଭିନ୍ନ ସାଂସ୍କୃତିକ ଅଞ୍ଚଳର ମିଶ୍ରଣ ବା ସମ୍ପ୍ରସାରଣ ଫଳରେ ଏହା ସମ୍ଭବ ହୋଇଥାଏ। ଫରାସୀ କାନାଡା ଓ ଇଂରେଜ କାନାଡା ଏହାର ଉଦାହରଣ ହୋଇପାରେ। ବିଭିନ୍ନ ରାଷ୍ଟ୍ର ବିଶେଷ କରି ଆମେରିକା, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ପରି ରାଷ୍ଟ୍ରମାନଙ୍କରେ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କର ଭିନ୍ନ ଭିନ୍ନ ସଂସ୍କୃତି ସମ୍ପନ୍ନ ଗୋଷ୍ଠୀମାନଙ୍କର ଆଗମନ ଫଳରେ ଏହି ଅବସ୍ଥା ସୃଷ୍ଟି ହୋଇଛି। ବହୁ ସଂସ୍କୃତିବାଦ ବିଭିନ୍ନ ସଂସ୍କୃତି ପ୍ରତି ସମାନ ସମ୍ମାନ ଦାବି କରିପାରେ କିମ୍ବା ସାଂସ୍କୃତିକ ବିବିଧତାର ସଂରକ୍ଷଣ ପାଇଁ ଲକ୍ଷ୍ୟ ରଖିପାରେ। ଯେତେବେଳେ ବହୁ ସଂସ୍କୃତିବାଦ ବିଭିନ୍ନ ସଂସ୍କୃତିର ସ୍ୱତନ୍ତ୍ରତା ଓ ବୈଶିଷ୍ଟ୍ୟଗୁଡ଼ିକୁ ସୁରକ୍ଷିତ ରଖିବାରେ ସହାୟତା ଦିଏ, ସେତେବେଳେ ତାହା ସାମାଜିକ ସଂହତି, ସାଂସ୍କୃତିକ ଏକୀକରଣ ଓ ଜାତିଗତ ପୃଥକୀକରଣ ପରି ସିଦ୍ଧାନ୍ତ ସହ ତୁଳନାତ୍ମକ ଭାବେ ବିଶ୍ଳେଷିତ ହୋଇଥାଏ। ବହୁ ସଂସ୍କୃତିବାଦ ଏକ ସାଲାଡ ପାତ୍ର ଓ ସାଂସ୍କୃତିକ ମୋଜାଇକ୍ ବୋଲି ବର୍ଣ୍ଣନା କରାଯାଏ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାରେ ଦୁଇଟି ପରସ୍ପର ବିରୋଧୀ ଆଭିମୁଖ୍ୟ ଗ୍ରହଣ କରାଯାଇଥାଏ। ପ୍ରଥମତଃ, ବିଭିନ୍ନ ସଂସ୍କୃତି ମଧ୍ୟରେ ଅନ୍ତର୍ସମ୍ପର୍କ ଓ ଯୋଗାଯୋଗ ପ୍ରତିଷ୍ଠା କରାଯାଏ, ଯାହା ଆନ୍ତଃସାଂସ୍କୃତିକବାଦ ନାମରେ ପରିଚିତ। ଦ୍ୱିତୀୟତଃ, ବିଭିନ୍ନ ସଂସ୍କୃତିର ସ୍ୱତନ୍ତ୍ର ସ୍ଥିତି ଓ ବୈଶିଷ୍ଟ୍ୟ ଉପରେ ଗୁରୁତ୍ୱ ଦିଆଯାଏ, ଯାହା ଆନ୍ତଃସାଂସ୍କୃତିକ ଦ୍ୱନ୍ଦ୍ୱ ଓ ପ୍ରତିଯୋଗିତା ସୃଷ୍ଟି କରିଥାଏ। ସାଂସ୍କୃତିକ ଏକୀକୃତ ଏକ ରାଷ୍ଟ୍ରର ଆଞ୍ଚଳିକ ସଂସ୍କୃତିର ସଂରକ୍ଷଣ କରିପାରେ। ଏହା ବିଶ୍ୱ ସାଂସ୍କୃତିକ ବିବିଧତା ପ୍ରତି ନିଜର ଅବଦାନକୁ ସାବ୍ୟସ୍ତ କରିପାରେ। କିନ୍ତୁ ବହୁ ସଂସ୍କୃତିବାଦରେ କୌଣସି ଏକ ନିର୍ଦ୍ଦିଷ୍ଟ ସଂସ୍କୃତିକୁ କେନ୍ଦ୍ରୀୟ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। ବହୁ ସଂସ୍କୃତିବାଦ ପରିଚୟ ରାଜନୀତି, ପାର୍ଥକ୍ୟଗତ ରାଜନୀତି ଓ ସ୍ୱୀକୃତିଗତ ରାଜନୀତି ସହ ସୁସଜ୍ଜିତ ଅଟେ। ଏହା ଆଫ୍ରିକୀୟ ଆମେରିକାନଙ୍କ ପରି ସୁବିଧାବଞ୍ଚିତ ଗୋଷ୍ଠୀ, ଭିନ୍ନକ୍ଷମ ଗୋଷ୍ଠୀ ଇତ୍ୟାଦିଙ୍କ ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ବ୍ୟବହୃତ ହୋଇଛି। ବର୍ତ୍ତମାନ ଏକ ବହୁଳବାଦୀ ସମାଜରେ ବିଭିନ୍ନ ଧର୍ମ, ଭାଷା, ଆଞ୍ଚଳିକ ଜାତିଗତ ସମ୍ପ୍ରଦାୟ ବା ମାନବ ଗୋଷ୍ଠୀ ବସବାସ କରନ୍ତି। ଏହି ସମାଜରେ ବିଭିନ୍ନ ସାଂସ୍କୃତିକ ପରମ୍ପରା ପରସ୍ପର ପ୍ରତି ସହନଶୀଳ ହୋଇ ଓ ସମ୍ମାନ ପ୍ରଦର୍ଶନ କରି ସହାବସ୍ଥାନ କରିଥାନ୍ତି। ଏହି ଐତିହାସିକ ପରମ୍ପରା ସାମାଜିକ ସମ୍ପର୍କର ଭିତ୍ତି ଉପରେ ପ୍ରତିଷ୍ଠିତ। ଏହା ସାଂସ୍କୃତିକ ବିବିଧତା ଓ ବହୁ ସଂସ୍କୃତିବାଦ ମାଧ୍ୟମରେ ନିଜର ପ୍ରକୃତି ଓ ସ୍ଥିତିକୁ ପ୍ରତିପାଦନ କରିଥାଏ। ଗ୍ରୀକ୍ ନଗର ରାଜ୍ୟମାନଙ୍କରେ ବିଭିନ୍ନ ପରମ୍ପରା, ଲିପି, ସଂକେତ ଓ ପରିଚିତ ରହିଥିଲା। ଅଟୋମିଆନ ସାମ୍ରାଜ୍ୟରେ ମୁସଲମାନ ସଂଖ୍ୟାଧିକ ଥିଲେ ମଧ୍ୟ ଖ୍ରୀଷ୍ଟିଆନ, ଇହୁଦୀ ଆଦି ଧର୍ମର ଲୋକମାନେ ମଧ୍ୟ ଏକତ୍ର ବାସ କରୁଥିଲେ। ଏକବିଂଶ ଶତାବ୍ଦୀରେ ସାଂସ୍କୃତିକ ବିବିଧତା ପ୍ରତ୍ୟେକ ସମାଜର ବିଶେଷତ୍ୱରେ ପରିଣତ ହୋଇଛି। ଗୋଟିଏ ରାଷ୍ଟ୍ରରେ ବିଦେଶୀମାନେ ମଧ୍ୟ ନାଗରିକ ବା ଦେଶୀୟ ଲୋକମାନଙ୍କ ସହ ସମାନ ସାମାଜିକ ସମ୍ପର୍କ, ଅନ୍ତର୍ସମ୍ପର୍କ ପ୍ରତିଷ୍ଠା କରୁଛନ୍ତି। ଦ୍ୱୈତ ନାଗରିକତା ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରାଯାଇଛି। ଭାରତ, କାନାଡା, ଆମେରିକା, ଇଂଲଣ୍ଡ, ଚୀନ ପ୍ରଭୃତି ରାଷ୍ଟ୍ର ବହୁଳତାବାଦୀ ରାଷ୍ଟ୍ର ହିସାବରେ ବହୁ ସଂସ୍କୃତିବାଦକୁ ପ୍ରୋତ୍ସାହନ ଦେଉଛନ୍ତି। ଧାର୍ମିକ ବିବିଧତାକୁ ସ୍ୱୀକୃତି ଦେଇ ପୃଥିବୀର ଅଧିକାଂଶ ରାଷ୍ଟ୍ର ଧର୍ମନିରପେକ୍ଷ ଚରିତ୍ରକୁ ଗ୍ରହଣ କରିଛନ୍ତି। ଭାଷାଗତ ବିବିଧତା ମଧ୍ୟ ଏକ ସାଧାରଣ ପ୍ରକ୍ରିୟାରେ ପରିଣତ ହୋଇଛି। ଭାଷାଗତ ସଂଖ୍ୟାଲଘୁ ଗୋଷ୍ଠୀ ନିଜର ଭାଷା, ଲିପି ଓ ସଂସ୍କୃତିର ସୁରକ୍ଷା ପାଇଁ ରାଷ୍ଟ୍ରୀୟ ଆଇନ ଦ୍ୱାରା ପର୍ଯ୍ୟାପ୍ତ ଅଧିକାର ପ୍ରାପ୍ତ ହୋଇଛନ୍ତି। ଭାରତ ଓ ସୁଇଜରଲ୍ୟାଣ୍ଡ ଏହାର ପ୍ରମୁଖ ଉଦାହରଣ ଅଟନ୍ତି। ଏହି ବ୍ୟବସ୍ଥାର ରୂପାୟନ ପାଇଁ ଭାରତରେ ତ୍ରିଶ୍ରୁତି ଭାଷା ନୀତିର ପ୍ରୟୋଗ ହୋଇଛି। ଜାତିଗତ ଓ ଆଞ୍ଚଳିକ ବା ଭୌଗୋଳିକ ତାରତମ୍ୟ ବା ବିବିଧତା ବିଭିନ୍ନ ସମାଜର ବାସ୍ତବ ସ୍ଥିତିକୁ ପରିପୁଷ୍ଟ କରିଛି। ଗୋଟିଏ ଭାଷାଗତ ବା ଧାର୍ମିକ ସଂଖ୍ୟାଲଘୁ ଗୋଷ୍ଠୀ ଆଞ୍ଚଳିକ ଦୃଷ୍ଟିରୁ ମଧ୍ୟ ବିବିଧତାର ପରିପ୍ରକାଶ କରିଥାଏ। ଉଦାହରଣ ସ୍ୱରୂପ, ଭାରତରେ ଶିଖମାନେ ଧର୍ମ ଦୃଷ୍ଟିରୁ ସଂଖ୍ୟାଲଘୁ ଓ ସ୍ୱତନ୍ତ୍ର ସଂସ୍କୃତି ବିଶିଷ୍ଟ ହୋଇଥିଲେ ମଧ୍ୟ ଆଞ୍ଚଳିକ ଦୃଷ୍ଟିରୁ କେବଳ ପଞ୍ଜାବରେ ସ୍ଥାନୀତ। ଏହି ଗୋଷ୍ଠୀ ଭାରତରେ ସ୍ଥିତ ବହୁଳତାବାଦୀ ସମାଜର ଏକ ଅଂଶବିଶେଷ ଅଟେ।
ବହୁ ସଂସ୍କୃତିବାଦୀ ବା ବହୁଳତାବାଦୀ ସମାଜରେ ବୁଝାମଣା ଓ ସହାବସ୍ଥାନ। ସମାଜର ବିବିଧତା ଏକ ସମ୍ପଦ ଅଟେ। ବିଭିନ୍ନ ଧର୍ମ, ଭାଷା, ସଂସ୍କୃତିର ଲୋକମାନେ ସହାବସ୍ଥାନ କରିବା ଫଳରେ ପରସ୍ପର ପ୍ରତି ସମ୍ମାନବୋଧ ପ୍ରକାଶ କରିଛନ୍ତି, ସହନଶୀଳ ହୋଇଛନ୍ତି ଓ ପରସ୍ପରଠାରୁ ଶିକ୍ଷା କରି ନିଜକୁ ସମୃଦ୍ଧ କରିଛନ୍ତି। ଏହା ବହୁଳତାବାଦୀ ସମାଜର ସାମଗ୍ରିକ ସମୃଦ୍ଧି ପାଇଁ ଏକ ମଧ୍ୟକ୍ଷେତ୍ର ପ୍ରସ୍ତୁତ କରୁଛି। ଏହା ଏକ ବୁଝାମଣା ଓ ସହାବସ୍ଥାନ ପରିସ୍ଥିତି ସୃଷ୍ଟି କରୁଛି। ସାଂସ୍କୃତିକ ବିବିଧତା ଅନେକ ସମୟରେ ବିବାଦ, ଦ୍ୱନ୍ଦ୍ୱ ଆଦି ସୃଷ୍ଟି କରୁଥିଲେ ମଧ୍ୟ ପାରସ୍ପରିକ ଆବଶ୍ୟକତା ଦୃଷ୍ଟିରୁ ବୁଝାମଣା ଆଧାରରେ ସହଯୋଗ କରି ସହାବସ୍ଥାନ କରୁଥିବାର ପ୍ରମାଣ ମଧ୍ୟ ବୃଦ୍ଧି ପାଇଛି। ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟ ସହ ସଂଖ୍ୟାନ୍ୟୁନ ସମ୍ପ୍ରଦାୟର ସଂଯୋଗ ଓ ସଂହତି ଜାତୀୟ ସଂହତିର ମୂଳ ଲକ୍ଷ୍ୟରେ ପରିଣତ ହୋଇଛି। ବିଭିନ୍ନତା ମଧ୍ୟରେ ଏକତା ଏକ ସ୍ଲୋଗାନରୁ ଏକ ବୃହତ୍ ଦର୍ଶନ ଓ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଏକ ବହୁଳତାବାଦୀ ସମାଜରେ ପାରସ୍ପରିକ ବୁଝାମଣା ନୀତି ଗୃହୀତ ଓ କାର୍ଯ୍ୟକାରୀ ହେବା ଅତ୍ୟନ୍ତ ଜରୁରୀ ଅଟେ। ଭାରତ ସମ୍ବିଧାନର ପ୍ରାକ୍ କଥନରେ ଭ୍ରାତୃଭାବ ଶବ୍ଦଟି ବ୍ୟକ୍ତିର ମର୍ଯ୍ୟାଦା ରକ୍ଷା ସହ ରାଷ୍ଟ୍ରର ଏକତା ଓ ସଂହତି ରକ୍ଷା ପାଇଁ କାର୍ଯ୍ୟ କରୁଛି। ଏହା ପରସ୍ପର ପ୍ରତି ବିଶ୍ୱାସ, ସଦିଚ୍ଛା ପ୍ରକାଶରେ ସହାୟକ ହୋଇ ବୁଝାମଣା ଓ ସହାବସ୍ଥାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି। ବହୁ ସଂସ୍କୃତିବାଦ ଓ ସହିଷ୍ଣୁତା। ବହୁ ସଂସ୍କୃତିବାଦକୁ ଦୁଇଟି ଦୃଷ୍ଟିକୋଣରୁ ବ୍ୟାଖ୍ୟା କରାଯାଇଥାଏ। ପ୍ରଥମତଃ, ସାଂସ୍କୃତିକ ବିବିଧ ସମାଜର ପ୍ରକୃତି ଓ କାର୍ଯ୍ୟଧାରାକୁ ସୂଚିତ କରିବା ପାଇଁ ଏହା ବ୍ୟବହୃତ ହେଉଥିବା ବେଳେ, ବିଭିନ୍ନ ସାଂସ୍କୃତିକ ବିବିଧତାକୁ ସମ୍ମୁଖୀନ ହେବା ପାଇଁ ଏକ କାର୍ଯ୍ୟକ୍ରମ ବା ଯୋଜନା ହିସାବରେ ଏହାର ଉପଯୋଗ କରାଯାଇଥାଏ। ପ୍ରଥମ କ୍ଷେତ୍ରରେ ବହୁ ସଂସ୍କୃତିବାଦ ସମାଜରେ ପ୍ରଚଳିତ ବିଭିନ୍ନ ସାଂସ୍କୃତିକ ବିଚିତ୍ରତାକୁ ପ୍ରକାଶ କରିଥାଏ। ବିଭିନ୍ନ ସଂସ୍କୃତିର ସହାବସ୍ଥାନକୁ ଏହା ସୂଚିତ କରେ। ଏହା ସାଂସ୍କୃତିକ ବିବିଧତାକୁ ଏକ ଆବଶ୍ୟକୀୟ ଉପାଦାନ ରୂପେ ଗ୍ରହଣ କରେ। ରାଷ୍ଟ୍ରର ସାମଗ୍ରିକ ତଥା ସାମୂହିକ ପରିପ୍ରକାଶ ମଧ୍ୟରେ ସାଂସ୍କୃତିକ ବିବିଧତା ଲୁଚି ରହିଥାଏ। ଏପରିକି ଏହା ବହୁ ଜାତି-ରାଷ୍ଟ୍ର ତତ୍ତ୍ୱକୁ ମଧ୍ୟ ସମର୍ଥନ କରେ। ବହୁ ସଂସ୍କୃତିବାଦ ପ୍ରତ୍ୟେକ ସାଂସ୍କୃତିକ ଗୋଷ୍ଠୀ ବା ସମ୍ପ୍ରଦାୟର ସମାନତା ଉପରେ ଗୁରୁତ୍ୱ ଦିଏ, ଯାହା ସଂସ୍କୃତିଭିତ୍ତିକ ତାରତମ୍ୟର ଦୂରୀକରଣ ପାଇଁ ଦୃଢ଼ ପରିକର। ଜାଗତିକରଣ ପ୍ରଭାବରେ ବହୁ ସଂସ୍କୃତି ଓ ସମାଜର ପ୍ରାସଙ୍ଗିକତା ବୃଦ୍ଧି ପାଇଛି। ବିଭିନ୍ନ ସମ୍ପ୍ରଦାୟ ବା ସାଂସ୍କୃତିକ ଗୋଷ୍ଠୀ ମଧ୍ୟରେ ଅନେକ ଉପଗୋଷ୍ଠୀର ମଧ୍ୟ ଅଭ୍ୟୁଦୟ ହୋଇଛି, ଯାହା ସାଂସ୍କୃତିକ ବିବିଧତାର ଚରମ ପ୍ରତିଫଳନ ଘଟାଇପାରିଛି। ଦ୍ୱିତୀୟ କ୍ଷେତ୍ରରେ ବହୁ ସଂସ୍କୃତିବାଦ ଏକ କାର୍ଯ୍ୟକ୍ରମ ବା ଯୋଜନା, ଯାହାଦ୍ୱାରା ସାଂସ୍କୃତିକ ବିବିଧତାକୁ ସମ୍ମୁଖୀନ କରାଯାଇପାରୁଛି। ଏହି ସିଦ୍ଧାନ୍ତ ଦ୍ୱାରା ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀଙ୍କ ସ୍ୱତନ୍ତ୍ର ଦାବିର ମୁକାବିଲା କରାଯାଇଛି। ଜାତିଗତ ସଂଘର୍ଷ, ଦ୍ୱନ୍ଦ୍ୱ, ସଂଘୀୟ ସ୍ୱତନ୍ତ୍ରତା ଦାବି, ନୂତନ ରାଷ୍ଟ୍ର ଗଠନର ଦାବି ଓ ସଂହତିର ବାତାବରଣ ସୃଷ୍ଟି ପରି ବ୍ୟବସ୍ଥାର ଉଚିତ ମୁକାବିଲା ପାଇଁ ବହୁ ସଂସ୍କୃତିବାଦକୁ ପ୍ରୟୋଗ କରାଯାଇଛି। ଏହା ସାଂସ୍କୃତିକ ଗୋଷ୍ଠୀକୁ ଆଭ୍ୟନ୍ତରୀଣ ସ୍ୱତନ୍ତ୍ରତା ଓ ସ୍ୱତନ୍ତ୍ର ପରିଚୟ ଦେଉଥିବା ବେଳେ, ଜାତୀୟ ସଂହତି ଓ ଐକ୍ୟ ପାଇଁ ମଧ୍ୟ କାର୍ଯ୍ୟ କରିଥାଏ। ଏହା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଜାତୀୟ ମହାସତ୍ରରେ ଯୋଡ଼ିବାର ଏକ ଯଥାର୍ଥ ପ୍ରୟାସ ଅଟେ। ଏହାକୁ ବର୍ଣ୍ଣନାମୂଳକ ବହୁ ସଂସ୍କୃତିବାଦ ମଧ୍ୟ କୁହାଯାଏ। ସୂକ୍ଷ୍ମ ଓ କ୍ଷୀଣ ବହୁ ସଂସ୍କୃତିବାଦ। ଏକ ଉଦାରବାଦୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକମାନେ ଉଦାରବାଦୀ ମୂଲ୍ୟବୋଧକୁ ସମର୍ଥନ କରୁଥିବାରୁ ସେମାନେ ସାଂସ୍କୃତିକ ପାର୍ଥକ୍ୟ ବା ସଂକୀର୍ଣ୍ଣ ଚିନ୍ତାଧାରାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଏହା ସେମାନଙ୍କ ସାଂସ୍କୃତିକ ପାର୍ଥକ୍ୟକୁ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ କରିଥାଏ। ସୁଇଜରଲ୍ୟାଣ୍ଡ ଏହାର ଉଦାହରଣ ଅଟେ। ସହିଷ୍ଣୁତା ଭାବ ହିଁ ଏହି ବ୍ୟବସ୍ଥାର ମୂଳ ଆଧାର ଅଟେ। ଏହାକୁ କ୍ଷୀଣ ବା ସୂକ୍ଷ୍ମ ବହିଃସଂସ୍କୃତିବାଦ କୁହାଯାଏ, ଯାହା ବ୍ୟକ୍ତି ମନରେ ଆତ୍ମ-ସଚେତନଶୀଳତା, ଆତ୍ମ-ଶୃଙ୍ଖଳା ଓ ସହିଷ୍ଣୁତା ଭାବ ଜାଗ୍ରତ କରେ। କିନ୍ତୁ ଏହି ପରିବେଶ ସୃଷ୍ଟି ପାଇଁ ସାକ୍ଷରତା ହାର ଯଥେଷ୍ଟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ପରସ୍ପର ପ୍ରତି ବିଶ୍ୱାସ ବୃଦ୍ଧି ହେବା ଆବଶ୍ୟକ। ପୃଥୁଳ ବା ଘନୀଭୂତ ବହିଃସଂସ୍କୃତିବାଦ। ଯେଉଁ ବହୁ ସଂସ୍କୃତିବାଦରେ ଉଦାରବାଦୀ ଓ ଅଣ-ଉଦାରବାଦୀ ଗୋଷ୍ଠୀ ମଧ୍ୟରେ ସେମାନଙ୍କର ବିଭିନ୍ନ ଧର୍ମ ଓ ସାଂସ୍କୃତିକ ବିଶ୍ୱାସ, ମୂଲ୍ୟବୋଧ ଆଦିକୁ ନେଇ ବ୍ୟାପକ ମତ ପାର୍ଥକ୍ୟ ରହିଥାଏ, ତାହାକୁ ପୃଥୁଳ ବା ଘନୀଭୂତ ବହୁ ସଂସ୍କୃତିବାଦ କୁହାଯାଏ। ଏହା ବିଭିନ୍ନ ସାଂସ୍କୃତିକ ପାର୍ଥକ୍ୟ ଭିତ୍ତିରେ ଗୋଷ୍ଠୀ ମଧ୍ୟରେ ଗଭୀର ଅନ୍ତର୍ଦ୍ୱୟ ଓ ସଂଘର୍ଷ ସୃଷ୍ଟି କରେ। ପ୍ରତ୍ୟେକ ସାଂସ୍କୃତିକ ଗୋଷ୍ଠୀ ନିଜସ୍ୱ ଦୃଷ୍ଟିରୁ ବିଭିନ୍ନ ରାଷ୍ଟ୍ରୀୟ ଯୋଜନା ଓ ନିଷ୍ପତ୍ତିର ମୂଲ୍ୟାଙ୍କନ କରନ୍ତି। ମୋନିକା ମୁଖାର୍ଜୀଙ୍କ ମତରେ ଏହି ଘନୀଭୂତ ବହିଃସଂସ୍କୃତି ବା ସାଂସ୍କୃତିକ
ମତ ପାର୍ଥକ୍ୟକୁ ସ୍ୱୀକୃତି ଦିଏ, କିନ୍ତୁ କେଉଁ ସଂସ୍କୃତି ଠିକ୍ ଓ କେଉଁଟି ଭୁଲ ତାହା ନିର୍ଦ୍ଧାରଣ କରିବାରୁ ସେମାନେ ଦୂରେଇ ରହିବା ଉଚିତ। ବାସ୍ତବରେ ସୂକ୍ଷ୍ମ ବା କ୍ଷୀଣ ବହିଃସଂସ୍କୃତିବାଦ, ଉଥୁଳ ବା ଘନୀଭୂତ ବହିଃସଂସ୍କୃତିବାଦ ମଧ୍ୟରେ ପାର୍ଥକ୍ୟର ସୀମାରେଖା ଟାଣିବା କଷ୍ଟକର ଅଟେ। ଉଭୟ ପ୍ରକାରର ସଂସ୍କୃତିବାଦ ବିବିଧତା ଓ ବିବିଧତାକୁ ଗ୍ରହଣ କରିଛନ୍ତି। ବହୁ ସଂସ୍କୃତିବାଦ ମାନବିକ ଅଧିକାରର ସାର୍ବଜନୀନ ଚରିତ୍ରକୁ ସ୍ୱୀକୃତି ଦିଏ। ଏହା ମାନବିକ ଅଧିକାରକୁ ଏକ ବିଶ୍ୱ ପୃଷ୍ଠଭୂମିରେ ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରେ। ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ଗୃହୀତ ସଂଖ୍ୟାଲଘୁର ଅଧିକାର ସମ୍ପର୍କିତ ଘୋଷଣା ନାମରେ ବହୁ ସଂସ୍କୃତିବାଦକୁ ପ୍ରାଧାନ୍ୟ ଦିଆଯାଇଛି। 1982 ମସିହା ଡିସେମ୍ବର 18 ତାରିଖରେ ଗୃହୀତ ଏହି ଘୋଷଣାନାମାର ଧାରା 27ରେ ଏହା ପ୍ରତିଫଳିତ ହୋଇଛି। ବହୁ ସଂସ୍କୃତିବାଦ ଉଦାରବାଦୀ ଜାତୀୟତାବାଦ, ଉଦାରବାଦୀ ଗଣତନ୍ତ୍ର, ଧର୍ମନିରପେକ୍ଷତା, ବହୁଳତାବାଦ ଓ ସାର୍ବଜନୀନ ମାନବିକ ଅଧିକାର ପରି ତତ୍ତ୍ୱ ସହ ସୁସଜ୍ଜିତ ଅଟେ। ଏହା ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା ପାଇଁ ଏକ ଉତ୍ତମ ମାଧ୍ୟମ ହୋଇଥିବାରୁ ପୃଥିବୀର ପ୍ରାୟ ପ୍ରତ୍ୟେକ ରାଷ୍ଟ୍ର ଏହାକୁ ସମ୍ମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଗ୍ରହଣ ଓ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି। ଏହା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ଉଭୟ ବହୁ ସଂସ୍କୃତିବାଦ ଓ ସାମାଜିକ ନ୍ୟାୟ ପରସ୍ପରର ପରିପୂରକ ଓ ଅନୁରୂପକ ଅଟନ୍ତି। ବହୁ ସଂସ୍କୃତିବାଦ ପ୍ରସଙ୍ଗ ପ୍ରଭାବ। ବହୁ ସଂସ୍କୃତିବାଦ ବିଶ୍ୱାସ କରେ ଯେ ଏକ ପ୍ରଭାବଶାଳୀ ରାଜନୈତିକ ସଂସ୍କୃତି ମଧ୍ୟରେ ବିଶେଷ କରି ସଂସ୍କୃତି, ବଂଶ, ନୃଜାତି ଆଧାରିତ ସଂଖ୍ୟାଲଘୁମାନେ ନିଜର ପୃଥକ ପରିଚୟ ବଜାୟ ରଖିବା ପାଇଁ ହକଦାର ଅଟନ୍ତି। ଏପରିକି ସ୍ୱୀକରୋକ୍ତି ବିଭିନ୍ନ ରୂପରେ ପ୍ରକାଶିତ ହୋଇପାରେ, ଯଥା ସମ୍ପୂର୍ଣ୍ଣ ରାଜନୈତିକ ସମୁଦାୟ ବା ରାଷ୍ଟ୍ରର ସାଂସ୍କୃତିକ ଜୀବନକୁ ସେହି ଗୋଷ୍ଠୀମାନଙ୍କର ଅବଦାନକୁ ସ୍ୱୀକାର କରିବା ଓ ପରିଚୟ ଦେବା। କେତେକ ସାଂସ୍କୃତିକ ଗୋଷ୍ଠୀ ବା ବର୍ଗମାନଙ୍କୁ ଦେଶର ଆଇନ ଅଧୀନରେ ସ୍ୱତନ୍ତ୍ର ସୁରକ୍ଷା ଦେବା ପାଇଁ ହେଉଥିବା ଦାବିକୁ ମାନିନେବା, କେତେକ ସାଂସ୍କୃତିକ ଗୋଷ୍ଠୀମାନଙ୍କୁ ସ୍ୱତନ୍ତ୍ର ଶାସନ ଅଧିକାର ପ୍ରଦାନ, ଏମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପରିଚୟ ରାଜନୀତି ସହ ଯୋଡ଼ିବା ଇତ୍ୟାଦି। ଆଧୁନିକ ଗଣତନ୍ତ୍ରମାନଙ୍କରେ ସାଂସ୍କୃତିକ ବହୁଳତାବାଦ ବା ସାଂସ୍କୃତିକ ବିବିଧତାର ଜବାବ ହେଉଛି ବହୁ ସଂସ୍କୃତିବାଦ, ଯାହା ଅତୀତରେ ବର୍ଜିତ ବା ବହିଷ୍କୃତ, ପକ୍ଷପାତ ଓ ଅତ୍ୟାଚାରର ଶିକାର ହେଉଥିବା ସାଂସ୍କୃତିକ ଗୋଷ୍ଠୀମାନଙ୍କୁ କ୍ଷତିପୂରଣ ଏକ ସ୍ୱରୂପ ବି। ରାଷ୍ଟ୍ର ବା ରାଜନୈତିକ ସଂସ୍କୃତିର ପ୍ରଭାବଶାଳୀ ମୁଖ୍ୟଧାରାରେ ସେମାନଙ୍କୁ ସାମିଲ କରିବା ପାଇଁ ହେଉଥିବା ଦାବିକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କ ପୃଥକ୍ ସଂସ୍କୃତିଗୁଡ଼ିକୁ ସମ୍ମାନ ଦେବା, ସୁରକ୍ଷା ସହ ବଜାୟ ରଖିବା, ସେମାନଙ୍କ ଭିନ୍ନ ମତ ଅବଦାନକୁ ସମ୍ମାନ ସହ ଅନ୍ତର୍ଭୁକ୍ତ କରିବା ହେଉଛି ବହୁ ସଂସ୍କୃତିବାଦର ବିଶେଷତ୍ୱ। ବହୁ ସଂସ୍କୃତିବାଦ ଉତ୍ଥାପିତ କରୁଥିବା ବିଭିନ୍ନ ପ୍ରସଙ୍ଗ ଏବଂ ତାହାର ବିଭିନ୍ନ ପ୍ରଭାବଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା। ଉଦାରବାଦୀ ଗଣତନ୍ତ୍ର ପ୍ରତି ଆହ୍ୱାନ। ବହୁ ସଂସ୍କୃତିବାଦ ପାରମ୍ପରିକ ଉଦାରବାଦୀ ଗଣତନ୍ତ୍ର ପ୍ରତି ଏକ ବଡ଼ ଆହ୍ୱାନ ଅଟେ। ଉଦାରବାଦୀ ଗଣତନ୍ତ୍ରରେ ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ସ୍ଥିତି ଓ ପରିଚୟ ନିର୍ବିଶେଷରେ ସମସ୍ତ ନାଗରିକ ଆଗରେ ସମାନ ବିବେଚିତ ହୁଅନ୍ତି। ଉଦାରବାଦୀ ଗଣତନ୍ତ୍ର ସକଳ ନାଗରିକଙ୍କୁ ଗୋଟିଏ ସାଧାରଣ ଛାଞ୍ଚରେ ପକାଇ ସେମାନଙ୍କୁ ଗୋଟିଏ ସାଧାରଣ ଓ ସମୂହ ରାଜନୈତିକ ସଂସ୍କୃତି ସହ ପରିଚିତ କରାଇ ସେମାନଙ୍କୁ ସେହି ଧାରାରେ ଅଭ୍ୟସ୍ତ କରାଏ। ଏହା ସାଧାରଣତଃ ବିବିଧତାକୁ ସୁଯୋଗ ଦିଏ ନାହିଁ। ଉଦାରବାଦୀ ଗଣତନ୍ତ୍ର ମୌଳିକ ବା ଆନୁଷ୍ଠାନିକ ସମାନତାରେ ବିଶ୍ୱାସ କରୁଥିଲା ବେଳେ ବହୁ ସଂସ୍କୃତିବାଦ ମୌଳିକ ଅସମାନତାକୁ ସ୍ୱୀକାର ଓ ସମ୍ମାନ କରିବା ଉପରେ ଜୋର ଦିଏ। ଉଦାରବାଦୀ ଗଣତନ୍ତ୍ର ମହାମିଶ୍ରଣରେ ବିଶ୍ୱାସ କରୁଥିବା ବେଳେ ବହୁ ସଂସ୍କୃତିବାଦ ବିଭିନ୍ନତା ଓ ସ୍ୱତନ୍ତ୍ରତାରେ ବିଶ୍ୱାସ କରେ। ଏଣୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଏ ଏବଂ ଆହ୍ୱାନ ସୃଷ୍ଟି ହୁଏ। ଶିକ୍ଷା ଉପରେ ପ୍ରଭାବ। ବହୁ ସଂସ୍କୃତିବାଦ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ କିପରି ପ୍ରଭାବ ପକାଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଶିକ୍ଷା କ୍ଷେତ୍ରରେ ପାଠ୍ୟ ଖସଡ଼ା ବା ପାଠ୍ୟ ବିଷୟବସ୍ତୁର ପରିବର୍ତ୍ତନ। ବିଶ୍ୱର ବିଶେଷ କରି ୟୁରୋପ ଓ ଉତ୍ତର ଆମେରିକାରେ ବିଂଶ ଶତାବ୍ଦୀର ଶେଷ ଭାଗରେ ପାଶ୍ଚାତ୍ୟ ଶୈକ୍ଷିକ ତଥା ଅନ୍ୟ ଆଇନଗୁଡ଼ିକୁ ପରିବର୍ତ୍ତନ କରାଯାଇ ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ପାଠ୍ୟ ଖସଡ଼ା ବା ପାଠ୍ୟ ବିଷୟବସ୍ତୁକୁ ପରିବର୍ତ୍ତନ କରାଗଲା ଏବଂ ସଂଖ୍ୟାଲଘୁ ଓ ଅବହେଳିତ ସାଂସ୍କୃତିକ ଗୋଷ୍ଠୀମାନଙ୍କ ଅବଦାନକୁ ଅନ୍ତର୍ଭୁକ୍ତ କରାଗଲା। ଏହାଦ୍ୱାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଏହି ମିଥ୍ୟା ଦୃଢ଼ ଧାରଣାକୁ ପରିବର୍ତ୍ତନ କରାଗଲା ଯେ ୟୁରୋପ କେନ୍ଦ୍ରିକ
ସମସ୍ତ ଧାରଣା ବା ବିଷୟ ଠିକ୍ ଓ ଭୁଲ ଏବଂ ଅନ୍ୟ ସବୁ ଭୁଲ ଓ ଖରାପ। ୟୁରୋପର ଶ୍ୱେତ ଉପନିବେଶ ଶକ୍ତିମାନେ କେବଳ ସମସ୍ତ ଅବଦାନ ଦେଇଛନ୍ତି ବୋଲି ଭୁଲ ଧାରଣାକୁ ବାଦ ଦେଇ ଦେଶୀୟ ଲୋକ ଓ ଅଣ-ଶ୍ୱେତାଙ୍ଗ ଲୋକଙ୍କ ଅବଦାନକୁ ମଧ୍ୟ ସ୍ଥାନିତ କରାଗଲା। ବହୁ ସଂସ୍କୃତିବାଦ ପ୍ରତି ଆହ୍ୱାନ। ବହୁ ସଂସ୍କୃତିବାଦ ବିରୋଧରେ ଦୁଇଟି ପ୍ରାଥମିକ ଅଭିଯୋଗ ରହିଛି। ଗୋଟିଏ ହେଉଛି ଯେ ଏହା କେତେକ ଗୋଷ୍ଠୀ ଏବଂ ବିଶେଷ କରି ସଂଖ୍ୟାଲଘୁମାନଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ସେହି ରାଷ୍ଟ୍ର ବା ରାଜନୈତିକ ସମୁଦାୟ ବୃହତ୍ତର ସାଧାରଣ ସ୍ୱାର୍ଥକୁ ଅଣଦେଖା କରେ ବା ଦବାଇ ଦେବାକୁ ଚେଷ୍ଟା କରେ। ଯେତେବେଳେ ଲୋକମାନେ ନିଜକୁ ଏକ ନିର୍ଦ୍ଦିଷ୍ଟ ତଥା ସାଧାରଣ ରାଷ୍ଟ୍ରର ନାଗରିକ ରୂପେ ପରିଣତ ନ କରାଇ ବିଭିନ୍ନ ବଂଶ, ଜାତି, ସଂସ୍କୃତି ଆଧାରରେ ପରିଣତ ହେବାକୁ ଚେଷ୍ଟା କରନ୍ତି, ସେତେବେଳେ ଜାତୀୟ ଐକ୍ୟ ବିପନ୍ନ ହେବ, ଅସମ୍ଭବ ବି ହୋଇପାରେ। ଅନ୍ୟଟି ହେଲା ଯେ ବହୁ ସଂସ୍କୃତିବାଦ ସମାନ ବ୍ୟକ୍ତିଗତ ଅଧିକାରକୁ ଦବାଇ ଦେଇ ବା ଅଣଦେଖା କରି ସମାନ ବ୍ୟବହାର ବା ସମାନ ଉପଚାର ରୂପକ ରାଜନୈତିକ ମୂଲ୍ୟବୋଧକୁ ଦୁର୍ବଳ କରିଦିଏ। ଅନ୍ୟ ଏକ ଆହ୍ୱାନ ହେଉଛି ସଂଖ୍ୟାଲଘୁ ସଂସ୍କୃତିଗୁଡ଼ିକ ନିଜ ନିଜର ପ୍ରାଧାନ୍ୟ ବିସ୍ତାର ପାଇଁ ତଥା ଦେଶର ମୁଖ୍ୟ ପ୍ରଭାବଶାଳୀ ସଂସ୍କୃତି ହେବା ପାଇଁ ଅସୁସ୍ଥ ଓ ଅବାଞ୍ଛିତ ପ୍ରତିଯୋଗିତାର ମାତିପାରନ୍ତି। ଯେଉଁ ସଂସ୍କୃତିଗୁଡ଼ିକୁ ସ୍ୱୀକୃତି ଦିଆଯିବ, ଏହା ବି ଏକ ପ୍ରଶ୍ନବାଚୀ ସୃଷ୍ଟି କରିବ। ବହୁ ସାଂସ୍କୃତିକ ରାଜନୀତି। ବହୁ ସଂସ୍କୃତିବାଦ ପରିଚୟ ରାଜନୀତି ସହିତ ଘନିଷ୍ଠ ଭାବେ ଜଡ଼ିତ। ପରିଚୟ ରାଜନୀତି ହେଉଛି ରାଜନୈତିକ ଓ ସାମାଜିକ ଆନ୍ଦୋଳନ ସମୂହ ଯେଉଁମାନଙ୍କ ଗଠନ ଓ ମୁଖ୍ୟ ରାଜନୈତିକ କାର୍ଯ୍ୟକଳାପ ମୂଳରେ ରହିଛି ସେମାନଙ୍କ ଗୋଷ୍ଠୀ ପରିଚୟ। ସେହି ଆନ୍ଦୋଳନଗୁଡ଼ିକ ନିଜ ଗୋଷ୍ଠୀ ସଦସ୍ୟମାନଙ୍କ ସ୍ୱାର୍ଥ ସୁରକ୍ଷା ଓ ସମ୍ପ୍ରସାରଣ ନିମନ୍ତେ ସର୍ବସାଧାରଣ ସ୍ତରରେ ପ୍ରସଙ୍ଗଗୁଡ଼ିକୁ ଜୋର ଦେଇ ଉପସ୍ଥାପନ କରନ୍ତି। ଏହା ମୂଳରେ ଥିବା ଧାରଣାଟି ହେଉଛି ଅତୀତର ଅସମତାଗୁଡ଼ିକୁ ସ୍ୱୀକାର କରିବା, ସେଗୁଡ଼ିକୁ ପ୍ରତିକାର କରିବା ଜନିତ ସାଧାରଣ ଦାବି। ଆପ୍ରବାସନ ବା ଦେଶାନ୍ତରୀକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ୱାରା ଜଣେ ବ୍ୟକ୍ତି ଅନ୍ୟ ଦେଶର ସ୍ଥାୟୀ ବାସିନ୍ଦା କିମ୍ବା ନାଗରିକ ହୋଇପାରନ୍ତି। ଐତିହାସିକ ଦୃଷ୍ଟିକୋଣରୁ ଦେଶାନ୍ତରୀ ପ୍ରକ୍ରିୟା ଦ୍ୱାରା ରାଷ୍ଟ୍ରମାନଙ୍କୁ ବହୁ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଫାଇଦା ମିଳିପାରିଛି, ଯାହା ମଧ୍ୟରୁ ବହୁ ସଂସ୍କୃତିବାଦୀ ସମାଜମାନଙ୍କର ଆବିର୍ଭାବ ଅନ୍ୟତମ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏବଂ ପୁନଶ୍ଚ 1950 ଦଶକରେ ଏସିଆ ଓ ଆଫ୍ରିକାରେ ଊନବିଂଶବାଦର ପରିସମାପ୍ତି ପରେ ସେହି ଦେଶମାନଙ୍କୁ ଶରଣାର୍ଥୀମାନଙ୍କ ଚଳପ୍ରଚଳ ଦ୍ୱାରା ଇଂଲଣ୍ଡ ଓ ଫ୍ରାନ୍ସ ଆଦି ୟୁରୋପୀୟ ମାନଙ୍କର ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ଜନିତ ପ୍ରାଧାନ୍ୟ ଯୋଗୁ ପରେ ଯୁକ୍ତରାଷ୍ଟ୍ର ଆମେରିକାକୁ ସେହିସବୁ ଅଞ୍ଚଳକୁ ପ୍ରବାସୀମାନେ ବହୁ ସଂଖ୍ୟାରେ ଆସିଲେ। ୟୁରୋପ ଓ ଆମେରିକାର ଶିଳ୍ପ, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ସେମାନେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ସେହି ଦେଶଗୁଡ଼ିକୁ ସମୃଦ୍ଧ ଓ ବିକଶିତ କଲେ। ଏହା ସତ୍ତ୍ୱେ ସେମାନେ ଭେଦଭାବର ଶିକାର ହେବାରୁ ସଂଖ୍ୟାଲଘୁରେ ପରିଣତ ହେଲେ। ତେବେ ବହୁ ସଂସ୍କୃତିବାଦ ହିଁ ସେମାନଙ୍କୁ ବହୁମାତ୍ରାରେ ସୁରକ୍ଷା ପ୍ରଦାନ ଦେଇଛି। ସାମ୍ପ୍ରତିକ ସମୟରେ ଏହି ଆପ୍ରବାସନ ବା ବହୁ ସଂସ୍କୃତିବାଦ ଅନେକ ରାଷ୍ଟ୍ର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଆନ୍ତର୍ଜାତୀୟ ରାଜନୀତି ଉପରେ ପ୍ରଭାବ। ଆନ୍ତର୍ଜାତୀୟ ରାଜନୀତିକୁ ରୂପ ଦେବାର ସାଂସ୍କୃତିକ ପାର୍ଥକ୍ୟ ଓ ମୂଳ ବଂଶଗତ ବିବାଦ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଂସ୍କୃତିକ ସହବନ୍ଧନ ଏବଂ ନୃଜାତୀୟ ବା ମୂଳ ବଂଶଗତ ପରିଚୟ ଗୋଷ୍ଠୀ ସମ୍ପର୍କ ନିମନ୍ତେ ଶକ୍ତିଶାଳୀ କାରକ ଅଟନ୍ତି। ସେହି ବିବାଦଗୁଡ଼ିକ ଭୟଙ୍କର ମାନବୀୟ ଯନ୍ତ୍ରଣା ଓ ଦୁଃଖ ନିମନ୍ତେ ଦାୟୀ ଏବଂ ସେଗୁଡ଼ିକ ଆନ୍ତର୍ଜାତୀୟ ସୁରକ୍ଷା ନିମନ୍ତେ ମଧ୍ୟ ବଡ଼ ବିପଦ ଅଟନ୍ତି। ଅସ୍ଥିରତା, ଶରଣାର୍ଥ ପ୍ରଭାବ, ଉଚ୍ଛଳ ପ୍ରଭାବ ଏବଂ ଅନ୍ୟ ଆନ୍ତର୍ଜାତୀୟ ପରିଣାମଗୁଡ଼ିକ ଆନ୍ତର୍ଜାତୀୟ ରାଜନୈତିକ କାର୍ଯ୍ୟକ୍ରମରେ ପ୍ରାୟତଃ ଗୁରୁତ୍ୱ ରଖନ୍ତି। ସାଂସ୍କୃତିକ ଜଗତୀକରଣ। ସାଂସ୍କୃତିକ ଜଗତୀକରଣ ହେଉଛି ଦ୍ରବ୍ୟ ଓ ଚିନ୍ତାଧାରା ବିସରଣ ଦ୍ୱାରା ପ୍ରଭାବିତ ଦୈନନ୍ଦିନ ଜୀବନର ଅଭିଜ୍ଞତା ସାରା ବିଶ୍ୱରେ ସାଂସ୍କୃତିକ ଅଭିବ୍ୟକ୍ତିର ଏକ ମାନକରଣ ପ୍ରକ୍ରିୟା ବା ସ୍ୱରୂପ ପ୍ରତିଫଳନ କରେ। ସଂସ୍କୃତି ଜଗତୀକରଣ ସାଂସ୍କୃତିକ ସାଦୃଶ୍ୟ ଆଡ଼କୁ ପ୍ରବାହମାନ ଏକ ଧାରା ଯାହା ବିଶ୍ୱର ସବୁଠୁ ମାନବୀୟ ଅଭିଜ୍ଞତାକୁ ବସ୍ତୁତଃ ସମାନ କରିବାକୁ ପ୍ରୟାସ କରେ। ତେବେ ଏହା ଏକ ବିଶ୍ୱ ସଂସ୍କୃତି ସୃଷ୍ଟି କରିବା ଠାରୁ